ହେଲା। ଆଜ୍ଞା ମ୍ୟାଡ଼ାମ। ବିଲେଇ ମାଙ୍କଡ ଗପ ଶୁଣିଛ କେବେ? ନା ମ୍ୟାଡ଼ାମ। ହଉ ଆଜି ଶୁଣିବା ହେଲା। ଆଜ୍ଞା ମ୍ୟାଡ଼ାମ। ଏଇ ଦେଖ ମାଙ୍କଡ, ଏ ମାଙ୍କଡ ନା ଆଜ୍ଞା ମ୍ୟାଡ଼ାମ। ଏ ବିଲେଇ ହେଲା। ଆଜ୍ଞା ମ୍ୟାଡ଼ାମ। ଦେଖ ସେ ମାଙ୍କଡ ବିଲେଇ ଆମେ ଏବେ ଗପ ଶୁଣିବା ହେଲା। ଆଜ୍ଞା ମ୍ୟାଡ଼ାମ। ମୁଁ ଖାଲି ଆଗ୍ରହ ଏଠି ବସ, ଦୁଷ୍ଟ ହୁଅନା। এই দুটো গল্প শোনো ଶୁଣ ହେଲା। ଗୋଟେ ଗାଁରେ ପ୍ରବଳ ବିଲେଇ ହେଲା। ତମ ଗାଁରେ ବିଲେଇ ଅଛନ୍ତି ନା? ଆଜ୍ଞା ମ୍ୟାଡ଼ାମ। ଅଛନ୍ତି? ଆଜ୍ଞା ମ୍ୟାଡ଼ାମ। ହେଲା। ସେ ବିଲେଇ ଦି ଜଣ ବିଲେଇ ଥିଲେ, ସେମାନେ ଭାରି ସାଙ୍ଗ ହୁଅନ୍ତି ହେଲା। ସେ ବିଲେଇ ଦିଟା ଦିନେ ଯାଉଥିଲେ ବାଟରେ ଖେଳିକି ଫେରୁଥିଲେ ହେଲା। ଆଜ୍ଞା ମ୍ୟାଡ଼ାମ। ଆଜ୍ଞା ମ୍ୟାଡ଼ାମ। ବିଲେଇ ଦେଖିଛ? ଆଜ୍ଞା ମ୍ୟାଡ଼ାମ। ବିଲେଇର ଗୋଡ଼ କେତେଟା? ଚାରିଟା। ଚାରିଟା। ବିଲେଇ କେମିତି କରେ? ମ୍ୟାଉ। ମିଆଉ କରେ। ଆଉ ମାଙ୍କଡ କେମିତି କରେ? ମାଙ୍କଡ ହଁ, ଶୁଣ ହେଲା। ବିଲେଇ ଦି ଜଣ ଆସୁଥିଲେ, ବାଟରେ ଦେଖିଲେ ଗୋଟେ ରୁଟି ପଡିଛି ହେଲା। ରୁଟି ଖଣ୍ଡେ ପଡିଛି, ଗୋଟେ ରୁଟି ଦି ଜଣ କେମିତି ଖାଇବେ? ହେଲା। ସେଇଥିପାଇଁ ସେମାନେ ଭାବି ଭାବି ଯାଉଛନ୍ତି, ଗୋଟେ ଆମେ କେମିତି ଭାଗ କରିକି ଖାଇବା। ଇଏ କହୁଛି ତୁ ଅଧିକ ନେଇଯିବୁ, ସିଏ କହୁଛି ତୁ ଅଧିକ ନେଇଯିବୁ, ଆମେ କେମିତି ଭାଗ କରିବେ ହେଲା। ତାପରେ ସେମାନେ ବାଟରେ ସେ ରୁଟି ଖଣ୍ଡକ ଧରିକି ଝଗଡା ଲାଗିଲେ ଯାଉଛନ୍ତି। ଦେଖିଲେ ବାଟରେ ଗୋଟେ ଗଛ ଥିଲା, ସେ ଗଛ ମୂଳେ ଯାଇକି ବସିଲେ ହେଲା। ବସିଲେ, ତାପରେ ସେଠି ଝଗଡା କରୁଛନ୍ତି। ସେ କହୁଛି ମୁଁ ଖାଇବି, ସେ କହୁଛି ମୁଁ ଖାଇବି ହେଲା। ସେ ଗଛ ଉପରେ ଗୋଟେ ମାଙ୍କଡ ବସିଥିଲା ହେଲା। ମାଙ୍କଡ ବସିଥିଲା, ସେ ତଳକୁ ଅନେଇଲା ଯେ ବିଲେଇ ଦିଟା କଣ ଝଗଡା ଲାଗୁଛନ୍ତି, କଣ ପାଇଁ ଝଗଡା ଲାଗୁଛନ୍ତି ଦେଖିଲା, ତାଙ୍କ ପାଖରେ ଗୋଟେ ରୁଟି ଅଛି ହେଲା। କଣ ଅଛି? ରୁଟି ହେଲା। ରୁଟି ସେମାନେ କୋଉଠୁ ପାଇଥିଲେ? ରାସ୍ତାରୁ। ରାସ୍ତାରେ ପଡିଥିଲା ହେଲା। ପାଇଥିଲେ, ସେମାନେ ଧରିକି ଆସିଲେ। ସେ ରୁଟି ଖଣ୍ଡେ ଧରିକି ବହୁତ ଝଗଡା କରୁଛନ୍ତି। ସେ ମାଙ୍କଡ ଓହ୍ଲେଇଲା ହେଲା, ତଳକୁ ଓହ୍ଲେଇଲା। ତାପରେ ଦେଖିଲା, ପଚାରୁଛି ତମେ ଦି ଜଣ କଣ ପାଇଁ ଝଗଡା କରୁଛ ହେଲା। ସେମାନେ କହିଲେ ମାଙ୍କଡ ଭାଇ, ଆମେ ଦିଟା ଖେଳିକି ଆସିଥିଲୁ, ଦି ଜଣ ଗୋଟେ ରୁଟି ପାଇଲୁ, ଆମେ କେମିତି ଭାଗ କରି ଖାଇବୁ ଆମେ ଜାଣିପାରୁନୁ ହେଲା। ମାଙ୍କଡ କହିଲା ହଉ ମତେ ଦିଅ। ମାଙ୍କଡ କଣ କହିଲା? ହଉ ମତେ ଦିଅ। କଣ ମାଗିଲା? ରୁଟି। ରୁଟି ମାଗିଲା ହେଲା। କହିଲା ମତେ ଦିଅ, ମୁଁ ତମ ଦି ଜଣଙ୍କୁ ସମାନ ଭାଗରେ ଭାଗ କରିକି ଦେବି ହେଲା। ହେଲା, ସମାନ ଭାଗରେ ଭାଗ ବାଣ୍ଟିକି ଦେବି ହେଲା। ତାପରେ ସେ କହିଲା ହଉ ତମେ ଏଠି ବସିଥାଅ, ମୁଁ ଯାଏ। ତାପରେ ଗୋଟେ ନିକିତି ଆଣିଲା। ନିକିତି କଣ ଜାଣିଛ? ଆଜ୍ଞା ମ୍ୟାଡ଼ାମ। ଓଜନ କରନ୍ତି ଯୋଉ ତରାଜୁ। ଆଜ୍ଞା ମ୍ୟାଡ଼ାମ। ପାଲା ହେଲା, ତାକୁ କୁହନ୍ତି ନିକିତି ହେଲା। କଣ କୁହନ୍ତି? ନିକିତି। 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 ନିକିତି ଦେଖିଛ? ଆଜ୍ଞା ମ୍ୟାଡ଼ାମ। ମାମା ମାମା ଏମିତି ଯୋଉ ଥାଏ। ଏଇଟା କଣ ଦେଖିଲ? ବାହୁଙ୍ଗି ନୁହଁ, ନିକିତି ହେଲା। ମାଙ୍କଡ ହେଲା। ମାଙ୍କଡ ଏଠି ନିକିତି ଧରିକି ବସିଲା ହେଲା। ଆଉ ବିଲେଇ ଦି ଜଣ ଏଠି ବସିଲେ। ତାପରେ ସେ ମାଙ୍କଡ ଏଠି ସେ ଗୋଟେ ରୁଟିକୁ ଏଠୁ ଫାଳେ ରଖିଦେଲା, ଏଠି ଫାଳେ ରଖିଦେଲା ହେଲା। ଗୋଟେ ପଟେ ଅଧିକ ରଖିଦେଇଛି, ଆଉ ଗୋଟେ ପଟେ ଛୋଟ ଟିକେ ରଖିଦେଇଛି ହେଲା। ତାପରେ ହେଲା ଏପଟ ତ କମ ହେଇଗଲା, ଆଉ ହଉ ମୁଁ ଏପଟ ଟିକେ ଖାଇଦିଏ, ତାପରେ ସେ ସମାନ ଦିଟା ହେଇଯିବ। ସମାନ ହେଇଯିବ ହେଲା। ହେଲା, ବସ 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 ବସ, ସମାନ ହେଇଯିବ ହେଲା। ତାପରେ ଏପଟୁ ଖଣ୍ଡିଏ ଖାଇଦେଲା, ତାପରେ ଏପଟେ ଅଧିକ ହେଇଗଲା। ଏପଟେ ଅଧିକ ହେଇଗଲା, ମୁଁ ଏପଟୁ ଖଣ୍ଡେ ଖାଇଦିଏ ଆଉ। ଏପଟୁ ସେପଟୁ କରି ଏଠୁ ଟିକେ ସେଠୁ ଟିକେ ସେଠୁ ଟିକେ କରି ଖାଇଦେ, ସମାନ ଭାଗ ବାଣ୍ଟିକି ସବୁ ଖାଇଦେଲା ହେଲା। ସବୁ ଖାଇଦେଲା। ସବୁ ଖାଇସାରିଲା ପରେ ସେ ଦେଖିଲା ଇଏ ତ ଆଉ କିଛି ବଞ୍ଚିଲାନି, ଏମାନେ ଦେଖିଛନ୍ତି ମତେ ବାଡେଇବେ, ମୁଁ ଯାଉଛି ପଳେଇବି ଆଉ। ଖାଇସାରିଲା, ତାପରେ ତାର ଯୋଉ ପାଖ ଯୋଉ ଗଛ ମୂଳେ ଭାଗ କରୁଥିଲା, ସେ ଗଛକୁ ଖପ୍ କିନା
ଖପକିନା କେମିତି ଖାଇଲା? ଖପକିନା ସେମିତି ଖାଇଲା ହେଲା। ଆରେ ବିଜୟ ଦି ଜଣ ଦେଖିଲେ ମାଙ୍କଡ଼ ଡେଇଁକି ପଳେଇଲା। ଆମ ରୁଟି ଖଣ୍ଡକ ସିଏ କଣ ଖାଇଦେଲା ପଳେଇଲା ହେଲା। ତାପରେ ସେମାନେ କହିଲେ ସେ ଆମେ ଯଦି ଭାଗ କରିକି ଖାଇଥାନ୍ତେ ଆମେ କମ ବହୁତ ହଉ ପଛେ ଆମେ ଅଳ୍ପ ଅଳ୍ପ ଭାଗ କରି ଖାଇଥାନ୍ତେ ଆମେ ଖାଇବୁ। ସେ ତାକୁ ଡାକିଲେ ବୋଲି ଆମ ଦ୍ୱିତୀୟ ଜଣଙ୍କ କଳିରେ ତୃତୀୟ ଲାଭ ହେଲା। ହେଲା ଦି ଜଣ କଳି ଲାଗିଲେ ବୋଲି ସିନା ସିଏ ଆସି ଖାଇଦେଲା। ଆଉ ଦି ଜଣ ଯଦି ନିଜେ କଥାବାର୍ତ୍ତା ହେଇକି ବୁଝାମଣା କରିଥାନ୍ତେ ଖାଇଥାନ୍ତେ ସିଏ ଫାଳେ ସିଏ ଫାଳେ ଖାଇଥାନ୍ତେ। ସିଏ ଫାଳେ ଖାଇଥାନ୍ତେ ହେଲା। ସେମାନେ ଖାଇପାଇଲେ ନାହିଁ। କଣ ଖାଇପାଇଲେ ନାହିଁ? ରୁଟି ରୁଟି କିଏ ଖାଇଦେଲା? ମାଙ୍କଡ଼ ହେଲା ସେମାନେ ଲୋଭ କଲେ ବୋଲି ସିନା ହେଲା ଦୁଇ ସାଙ୍ଗ ଶୁଣ ଏଇ ଦୁଷ୍ଟ ହଅନା। ଶୁଣ ହେଲା ଏଠୁ ଆମେ କଣ ଶିଖିଲେ ସବୁବେଳେ ଦି ଜଣ କଳି ଲାଗିଲା ବେଳେ ତୃତୀୟ ଜଣଙ୍କର ସବୁବେଳେ ଲାଭ ହୁଏ ହେଲା। ତମ ସାଙ୍ଗ ସହିତ ତମେ ଝଗଡା କରିବନି ହେଲା। ଦୁଷ୍ଟ ହଅନା। ହଉ ଯାଅ। ତାପରେ ଡେଇଁକି ପଳା କରିଛୁ। ସବୁ ତ ଆମକୁ ଖାଇଦେଲା। ଆମେ ଦିଟା ଯୋଉ ତାକୁ ମଝିରେ ମିଶେଇଦେଲେ ସେ ଆମକୁ ସବୁ ଖାଇଦେଲା। ଆମେ ଦିଟା ତ ବାଣ୍ଟ କରି ଖାଇଥାନ୍ତେ। ଯିଏ ବଡ ନେଇଥାନ୍ତା ଯିଏ ଛୋଟ ନେଇଥାନ୍ତା ସବୁ ସିଏ ଖାଇଦେଲା। ଆମେ ଏବେ କଣ ଖାଇବା?